ଆପଣ କେବେ ଭାବିଛନ୍ତି କି ଯେଉଁ ସନ୍ତାନ ପାଇଁ ମଣିଷ ନିଜର ସର୍ବସ୍ୱ ତ୍ୟାଗ କରିଦିଏ, ଯେଉଁ ସନ୍ତାନର ଗୋଟିଏ ହସ ପାଇଁ ପିତାମାତା ନିଜର ରକ୍ତକୁ ପାଣି କରି ସୁଖର ସଂସାର ଗଢ଼ନ୍ତି, ସେହି ସନ୍ତାନ ମୃତ୍ୟୁ ପରେ ଯଦି ନିଜ ଜନ୍ମଦାତାଙ୍କୁ ଚିହ୍ନିବାକୁ ମନା କରିଦିଏ, ତେବେ ପରିସ୍ଥିତି କ'ଣ ହେବ? କାହିଁକି ଜଣେ ମୃତ ପୁଅ ନିଜ ବାପାଙ୍କୁ ଦେଖି ଚିହ୍ନି ପାରିଲା ନାହିଁ? କେଉଁ ସତ୍ୟ ବୁଝାଇବା ପାଇଁ ଦେବର୍ଷି ନାରଦ ଏକ ମୃତ ଶିଶୁକୁ ଜୀବିତ କରିଥିଲେ? କେବେ, କିପରି ଏବଂ କେଉଁ ପରିସ୍ଥିତିରେ ଜଣେ ରାଜାଙ୍କୁ ନିଜର ଆତ୍ମଜ ସନ୍ତାନଠାରୁ ଏମିତି କଠୋର ବାସ୍ତବତା ଶୁଣିବାକୁ ପଡ଼ିଥିଲା, ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ? ଆଜି ଆମେ ନେଇ ଆସିଛୁ ଶ୍ରୀମଦ୍ ଭାଗବତ ମହାପୁରାଣର ଷଷ୍ଠ ସ୍କନ୍ଧରୁ ଏକ ଅତ୍ୟନ୍ତ ଗଭୀର ତଥା ମର୍ମସ୍ପର୍ଶୀ ପ୍ରସଙ୍ଗ। କିଏ ଆପଣଙ୍କ ପୁଅ? ସେ ପୂର୍ବ ଜନ୍ମରେ ଶତ୍ରୁ ଥିଲା ନା ସେବକ? ଏହା କେବଳ ଏକ ଗପ ନୁହେଁ, ବରଂ ମାୟା ମୋହରେ ଆଚ୍ଛାଦିତ ସଂସାରୀ ମଣିଷ ପାଇଁ ଏକ ଶାଶ୍ୱତ ଚେତାବନୀ। ଏହି ଅଦ୍ଭୁତ ରହସ୍ୟକୁ ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆସନ୍ତୁ ପ୍ରବେଶ କରିବା ମହାରାଜା ଚିତ୍ରକେତୁ ଓ ଦେବର୍ଷି ନାରଦଙ୍କ ସେହି ଅଲୌକିକ ସମ୍ବାଦ ଭିତରକୁ। ଏହି କଥାବସ୍ତୁ ଶ୍ରୀମଦ୍ ଭାଗବତରୁ ଆନିତ, ଯେଉଁଠାରେ ଶୁକଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ମଣିଷର ମୋହ ଓ ମୁକ୍ତିର ରହସ୍ୟ ବୁଝାଉଛନ୍ତି। ଅତି ସୁନ୍ଦର ପ୍ରାକୃତିକ ପରିବେଶ ଓ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ଥିଲା ସୁରସେନ ଦେଶ। ସେଠାରେ ରାଜା ଚିତ୍ରକେତୁ ଶାସନ କରୁଥିଲେ। ତାଙ୍କ ପାଖରେ ସବୁକିଛି ଥିଲା, ଅମାପ ଧନ ସମ୍ପତ୍ତି, ବିଶାଳ ସୈନ୍ୟବାହିନୀ ଓ ହଜାର ହଜାର ସୁନ୍ଦରୀ ରାଣୀ। କିନ୍ତୁ ଏତେ ସୁଖ ସତ୍ତ୍ୱେ ରାଜାଙ୍କ ମନରେ ଏକ ଗଭୀର ଶୂନ୍ୟତା ଥିଲା। ତାଙ୍କର କୌଣସି ସନ୍ତାନ ନଥିଲେ। ସନ୍ତାନହୀନ ରାଜାଙ୍କୁ ଏହି ସବୁ ରାଜଭୋଗ ଶ୍ମଶାନର ପାଉଁଶ ସଦୃଶ ମନେ ହେଉଥିଲା। ଦିନେ ଅଙ୍ଗିରା ଋଷି ରାଜପ୍ରାସାଦକୁ ଆସିଲେ। ରାଜାଙ୍କ ମନର ବ୍ୟଥା ଜାଣି ସେ ଏକ ଯଜ୍ଞ କଲେ ଏବଂ ରାଜାଙ୍କ ଜ୍ୟେଷ୍ଠା ରାଣୀ କୃତଦ୍ୟୁତିଙ୍କୁ ଯଜ୍ଞର ଅବଶିଷ୍ଟାଂଶ ଚରୁ ପ୍ରଦାନ କଲେ। ଋଷି କହିଲେ, ମହାରାଜ, ଆପଣଙ୍କୁ ପୁତ୍ର ପ୍ରାପ୍ତି ତ ହେବ, କିନ୍ତୁ ସେହି ପୁତ୍ର ଆନନ୍ଦ ଓ ଦୁଃଖ ଉଭୟର କାରଣ ହେବ। ସମୟକ୍ରମେ ରାଣୀ ଏକ ସୁନ୍ଦର ପୁତ୍ର ସନ୍ତାନ ଜନ୍ମ ଦେଲେ। ରାଜାଙ୍କ ଆନନ୍ଦର ସୀମା ରହିଲା ନାହିଁ। କିନ୍ତୁ ଏହି ଆନନ୍ଦ ଅନ୍ୟ ରାଣୀମାନଙ୍କ ମନରେ ଈର୍ଷାର ନିଆଁ ଜାଳିଦେଲା। ସେମାନେ ଭାବିଲେ ଯେ ରାଜା ଏବେ କେବଳ କୃତଦ୍ୟୁତିଙ୍କୁ ହିଁ ସମ୍ମାନ ଦେବେ। ଏହି ଈର୍ଷା ଏତେ ଭୟଙ୍କର ରୂପ ନେଲା ଯେ ଅନ୍ୟ ରାଣୀମାନେ ମିଶି ସେହି ଅପରିପକ୍ୱ ଶିଶୁକୁ ବିଷ ଦେଇ ମାରିଦେଲେ। ରାଜପ୍ରାସାଦରେ କାନ୍ଦବୋବାଳି ପଡ଼ିଗଲା। ରାଜା ଓ ରାଣୀ ମୃତ ଶିଶୁର ଶରୀରକୁ ଧରି ଭୂମିରେ ଲୋଟିଗଲେ। ଏହି ସମୟରେ ସେଠାରେ ଦେବର୍ଷି ନାରଦ ଓ ଅଙ୍ଗିରା ଋଷି ପହଞ୍ଚିଲେ। ରାଜାଙ୍କୁ ବିଳାପ କରୁଥିବାର ଦେଖି ଦେବର୍ଷି ନାରଦ ଶ୍ରୀମଦ୍ ଭାଗବତ ଷଷ୍ଠ ସ୍କନ୍ଧ ଚତୁର୍ଦ୍ଦଶ ଅଧ୍ୟାୟର ଜୀବନର ଅନିତ୍ୟତା ବିଷୟରେ ଏକ ଗଭୀର ପଦ୍ୟ ଉଚ୍ଚାରଣ କଲେ। ଯଥା ପ୍ରୟାନ୍ତି ସନ୍ୟାନ୍ତି ସ୍ରୋତସା ସୈକତା ଯଥା ଏବଂ କାଳେନ ଯୁଜ୍ୟନ୍ତେ ବିଯୁଜ୍ୟନ୍ତେ ଚ ଦେହିନଃ। ଏହାର ଅର୍ଥ ହେଲା, ଯେପରି ନଦୀର ସ୍ରୋତରେ ବାଲିର କଣାଗୁଡ଼ିକ କେତେବେଳେ ପରସ୍ପର ସହ ମିଶନ୍ତି ତ କେତେବେଳେ ପୁଣି ଅଲଗା ହୋଇଯାନ୍ତି, ଠିକ୍ ସେହିପରି କାଳକ୍ରମେ ଜୀବମାନେ ଏହି ସଂସାରରେ କେତେବେଳେ ପରସ୍ପର ସହ ମିଳିତ ହୁଅନ୍ତି ଏବଂ ପୁଣି କର୍ମଫଳ ଅନୁଯାୟୀ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାନ୍ତି। ଏହି ଶ୍ଳୋକଟି ସଂସାରର ନଶ୍ୱରତାକୁ ବୁଝାଏ। ଥରେ ଜଣେ ବ୍ୟକ୍ତି ନିଜ ମୃତ ପୁତ୍ର ପାଇଁ ଜଣେ ମହାତ୍ମାଙ୍କ ପାଖରେ କାନ୍ଦିଲେ। ମହାତ୍ମା କହିଲେ, ଯାଅ, ଏମିତି ଏକ ଘରୁ ମୁଠିଏ ସୋରିଷ ଆଣ ଯେଉଁଠି କେହି ମରିନଥିବେ। ସେ ବ୍ୟକ୍ତି ଜଣକ ଗାଁ ସାରା ବୁଲିଲେ, କିନ୍ତୁ ଏମିତି କୌଣସି ଘର ପାଇଲେ ନାହିଁ ଯେଉଁଠି କେହି ନିଜର ପ୍ରିୟଜନଙ୍କୁ ହରାଇ ନାହାନ୍ତି। ଶେଷରେ ସେ ବୁଝିଲେ ଯେ ମୃତ୍ୟୁ ହେଉଛି ଅଟଳ ସତ୍ୟ ଏବଂ ଏଥିପାଇଁ ଶୋକ କରିବା ବୃଥା। ବନ୍ଧୁଗଣ, ରାଜା ଚିତ୍ରକେତୁ କିନ୍ତୁ ଏହି ଜ୍ଞାନ ବୁଝିବା ସ୍ଥିତିରେ ନଥିଲେ। ତାଙ୍କୁ ଲାଗୁଥିଲା ପୁଅ ବିନା ତାଙ୍କ ଜୀବନ ବୃଥା। ଏହା ଦେଖି ଦେବର୍ଷି ନାରଦ ଏକ ଅଲୌକିକ ଲୀଳା କରିବାକୁ ସ୍ଥିର କଲେ। ବନ୍ଧୁଗଣ, ରାଜା ଚିତ୍ରକେତୁଙ୍କ କ୍ରନ୍ଦନରେ ସାରା ରାଜପ୍ରାସାଦ ପ୍ରକମ୍ପିତ ହେଉଥିଲା। ଦେବର୍ଷି ନାରଦ ଦେଖିଲେ ଯେ କେବଳ ଉପଦେଶ ଦେଲେ ରାଜାଙ୍କ ମୋହ ଭଙ୍ଗ ହେବ ନାହିଁ। ମଣିଷ ଯେତେବେଳେ ମାୟାର ବଶବର୍ତ୍ତୀ ହୁଏ, ସେତେବେଳେ ତାକୁ ଶାସ୍ତ୍ରର ଗଭୀର ଜ୍ଞାନ ଶୁଷ୍କ ମନେ ହୁଏ। ସେଥିପାଇଁ ନାରଦ ଏକ ଅଦ୍ଭୁତ ଚମତ୍କାର କରିବାକୁ ସ୍ଥିର କଲେ। ସେ ନିଜର ଯୋଗବଳରେ ସେହି ମୃତ ଶିଶୁର ଜୀବାତ୍ମାକୁ ଆବାହନ କଲେ। ସେ ସମ୍ବୋଧନ କରି କହିଲେ, ହେ ଜୀବ, ତୁମେ ପୁଣିଥରେ ଏହି ଶରୀରରେ ପ୍ରବେଶ କର। ତୁମ ପିତାମାତା ତୁମ ବିନା ଶୋକରେ ଜଳୁଛନ୍ତି। ତୁମେ ପୁଣିଥରେ ଏହି ରାଜସୁଖ ଭୋଗ କର ଏବଂ ନିଜ ପିତାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ହୋଇ ଏହି ବିଶାଳ ସାମ୍ରାଜ୍ୟ ଶାସନ କର। ଦେବର୍ଷିଙ୍କ ବାକ୍ୟ ସରିବା ମାତ୍ରେ ସେଠାରେ ଏକ ଅଲୌକିକ ଘଟଣା ଘଟିଲା। ସେହି ମୃତ ଶିଶୁଟି ହଠାତ୍ ଆଖି ଖୋଲିଲା ଏବଂ ହାଇ ମାରି ଉଠି ବସିଲା।
ରାଜା ଚିତ୍ରକେତୁ ଓ ରାଣୀ କୃତଦ୍ୟୁତିଙ୍କ ମନରେ ଆଶାର ସଞ୍ଚାର ହେଲା। ସେମାନେ ଭାବିଲେ ବୋଧହୁଏ ସେମାନଙ୍କ ପୁଅ ପୁଣି ଫେରି ଆସିଛି। କିନ୍ତୁ ସେହି ଶିଶୁର ମୁଖମଣ୍ଡଳରେ ପୂର୍ବର ସେହି କୋମଳତା କିମ୍ବା ପିତାମାତାଙ୍କ ପ୍ରତି ଆକର୍ଷଣ ନଥିଲା। ତାର ଆଖିରେ ଏକ ଅଜବ ଗାମ୍ଭୀର୍ଯ୍ୟ ଓ ନିର୍ଲିପ୍ତତା ଥିଲା। ଶିଶୁଟି ଉଠିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ। ରାଜା ଚିତ୍ରକେତୁ ନିଜ ପୁଅକୁ କୋଳକୁ ନେବାକୁ ଚାହୁଁଥିଲେ, କିନ୍ତୁ ସେହି ଜୀବାତ୍ମା ଏକ ବଡ଼ ଦାର୍ଶନିକ ଭଳି କହିଲା, ହେ ମୁନିଶ୍ରେଷ୍ଠ, ଆପଣ ମୋତେ କେଉଁ ପିତାମାତାଙ୍କ କଥା କହୁଛନ୍ତି? ମୋର କର୍ମଫଳ ଅନୁଯାୟୀ ମୁଁ ହଜାର ହଜାର ଯୋନିରେ ଜନ୍ମ ନେଇଛି। କେତେବେଳେ ମୁଁ ଦେବତା ହୋଇଛି, କେତେବେଳେ ମନୁଷ୍ୟ, ପୁଣି କେତେବେଳେ ପଶୁ କିମ୍ବା ପକ୍ଷୀ ମଧ୍ୟ ହୋଇଛି। ଏହି ଅନନ୍ତ ସଂସାରରେ କିଏ ମୋର ପ୍ରକୃତ ବାପା ଆଉ କିଏ ମୋର ପ୍ରକୃତ ମା? ଏହି ଶବ୍ଦଗୁଡ଼ିକ ରାଜାଙ୍କ କାନରେ ବଜ୍ରାଘାତ ସଦୃଶ ଲାଗିଲା। ସେ ଯାହାକୁ ନିଜର ପୁଅ ଭାବି କାନ୍ଦୁଥିଲେ, ସେହି ପିଲାଟି ତାଙ୍କୁ ଚିହ୍ନିବାକୁ ମନା କରିଦେଲା। ବନ୍ଧୁଗଣ, ସଂସାରର ସମ୍ପର୍କ କେତେ କ୍ଷଣସ୍ଥାୟୀ, ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି। ଏହି ପ୍ରସଙ୍ଗରେ ଏଠାରେ ମହାଭାରତରୁ ଏକ ସୁନ୍ଦର କ୍ଷୁଦ୍ର ଗଳ୍ପ ରଖିବା ପ୍ରାସଙ୍ଗିକ ହେବ। ଯେତେବେଳେ ଅଭିମନ୍ୟୁଙ୍କ ମୃତ୍ୟୁ ପରେ ଅର୍ଜୁନ ଓ ସୁଭଦ୍ରା ଶୋକରେ ମ୍ରିୟମାଣ ହୋଇଥିଲେ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କୁ ବୁଝାଇଥିଲେ ଯେ ଆତ୍ମା କେବେ ମରେ ନାହିଁ। ଶରୀର ଏକ ବସ୍ତ୍ର ସଦୃଶ। ଯେପରି ମଣିଷ ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆ ବସ୍ତ୍ର ପରିଧାନ କରେ, ଆତ୍ମା ମଧ୍ୟ ସେହିପରି ନୂଆ ନୂଆ ଶରୀର ଧାରଣ କରେ। ସେଥିପାଇଁ ଜ୍ଞାନୀ ବ୍ୟକ୍ତିମାନେ ଶରୀର ପାଇଁ ଶୋକ କରନ୍ତି ନାହିଁ। ରାଜା ଚିତ୍ରକେତୁ ଏବେ ବି ସ୍ତବ୍ଧ ହୋଇ ରହିଥିଲେ। ସେହି ଶିଶୁଟି ପୁଣି କହିବାକୁ ଲାଗିଲା, ଯେପରି ଗୋଟିଏ ହାଟରେ ଅନେକ ଲୋକ ଏକାଠି ହୁଅନ୍ତି ଏବଂ ସନ୍ଧ୍ୟା ହେଲେ ପୁଣି ନିଜ ନିଜ ରାସ୍ତାରେ ଚାଲିଯାନ୍ତି, ଠିକ୍ ସେହିପରି ପିତା, ମାତା, ସ୍ତ୍ରୀ ଓ ପୁତ୍ର, ଏମାନେ ସମସ୍ତେ କେବଳ କିଛି ସମୟର ସାଥୀ। ପ୍ରକୃତରେ କେହି କାହାର ନୁହନ୍ତି। ସମସ୍ତେ ନିଜ ନିଜର କର୍ମଫଳ ଭୋଗ କରିବାକୁ ଆସିଛନ୍ତି। ବନ୍ଧୁଗଣ, ସେହି ଶିଶୁର କଣ୍ଠରୁ ନିଃସୃତ ପ୍ରତିଟି ଶବ୍ଦ ରାଜା ଚିତ୍ରକେତୁଙ୍କ ପାଇଁ ଏକ ଏକ ଶାଣିତ ଅସ୍ତ୍ର ସଦୃଶ ଥିଲା। ଯେଉଁ ପୁତ୍ରର ମୋହରେ ସେ ନିଜର ରାଜଧର୍ମ ଓ ମାନସିକ ଶାନ୍ତି ହରାଇ ବସିଥିଲେ, ସେହି ପୁତ୍ର ଆଜି ତାଙ୍କୁ ସଂସାରର ସବୁଠାରୁ ବଡ଼ ସତ୍ୟ ଶୁଣାଉଥିଲା। ଶିଶୁଟି ପୁଣି କହିବାକୁ ଲାଗିଲା, ହେ ରାଜନ, ଆପଣ ଯାହାକୁ ଆଜି ନିଜର ପୁତ୍ର ବୋଲି କହି କାନ୍ଦୁଛନ୍ତି, ମୁଁ କେଉଁ ଜନ୍ମରେ ଆପଣଙ୍କର ପୁତ୍ର ଥିଲି? ହୁଏତ କେଉଁ ଜନ୍ମରେ ଆପଣ ମୋର ଶତ୍ରୁ ଥିଲେ, କେଉଁଠି ଆପଣ ମୋର ପିତା ଥିଲେ, କେଉଁଠି ମୁଁ ଆପଣଙ୍କର ପିତା ଥିଲି, ପୁଣି କେଉଁଠି ହୁଏତ ଆମ ଭିତରେ କୌଣସି ସମ୍ପର୍କ ହିଁ ନଥିଲା। ଯେପରି ସୁନା ଗୋଟିଏ ହେଲେ ମଧ୍ୟ ସେଥିରୁ ତିଆରି ହେଉଥିବା ଅଳଙ୍କାର ଭିନ୍ନ ଭିନ୍ନ ନାମରେ ପରିଚିତ ହୁଏ, ଠିକ୍ ସେହିପରି ଆତ୍ମା ଗୋଟିଏ, କିନ୍ତୁ ଶରୀର ଭେଦରେ ସମ୍ପର୍କଗୁଡ଼ିକର ନାମ ବଦଳିଯାଏ। ଏହି କଥା ଶୁଣି ରାଜା ଚିତ୍ରକେତୁ ସ୍ତବ୍ଧ ହୋଇ ରହିଗଲେ। ତାଙ୍କ ଆଖିରୁ ଲୁହ ଝରିବା ବନ୍ଦ ହୋଇଗଲା। ସେ ବୁଝିପାରିଲେ ଯେ ସେ ଯେଉଁ ମାୟାଜାଲରେ ଛନ୍ଦି ହୋଇଥିଲେ, ତାହା କେବଳ ଏକ ଭ୍ରମ ଥିଲା। ରାଣୀ କୃତଦ୍ୟୁତି ମଧ୍ୟ ନିଜର ଶୋକ ଭୁଲି ସେହି ଶିଶୁର ମୁଖମଣ୍ଡଳକୁ ଚାହିଁ ରହିଥିଲେ। ସେଠାରେ ଉପସ୍ଥିତ ଥିବା ସମସ୍ତ ରାଜସଭା ସଦସ୍ୟ ଓ ଅନ୍ୟ ରାଣୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ପ୍ରସଙ୍ଗରେ ପୁରାଣରୁ ଆନିତ ଏକ କ୍ଷୁଦ୍ର ଗଳ୍ପ ଏଠାରେ ପ୍ରାସଙ୍ଗିକ ହେବ। ଥରେ ଜଣେ ଧନୀ ବ୍ୟକ୍ତି ମୃତ୍ୟୁ ପରେ ଯମରାଜଙ୍କୁ ଅନୁରୋଧ କଲେ ଯେ ତାଙ୍କୁ ଆଉ କିଛି ସମୟ ପାଇଁ ପୃଥିବୀକୁ ପଠାଯାଉ, କାରଣ ତାଙ୍କ ପରିବାର ଲୋକେ ତାଙ୍କ ବିନା ବହୁତ କଷ୍ଟ ପାଉଥିବେ। ଯମରାଜ ତାଙ୍କୁ ଅଦୃଶ୍ୟ ଭାବେ ନିଜ ଘରକୁ ଯିବାକୁ ଅନୁମତି ଦେଲେ। ସେଠାରେ ସେ ଦେଖିଲେ ଯେ ତାଙ୍କ ମୃତ୍ୟୁର ମାତ୍ର କିଛି ଦିନ ପରେ ପରିବାର ଲୋକେ ତାଙ୍କ ସମ୍ପତ୍ତି ବାଣ୍ଟିବା ନେଇ କଳି କରୁଛନ୍ତି ଏବଂ ତାଙ୍କ କଥା କାହାର ମନେ ନାହିଁ। ଏହା ଦେଖି ସେ ବୁଝିଲେ ଯେ ସଂସାରରେ ମୋର ତୋର କହିବା କେବଳ ଏକ ପ୍ରତାରଣା। ବନ୍ଧୁଗଣ, ରାଜାଙ୍କ ଅବସ୍ଥା ମଧ୍ୟ ସେହିପରି ହୋଇଥିଲା। ସେହି ଶିଶୁଟି ପୁଣି ଏକ ଗମ୍ଭୀର କଥା କହିଲା, ମହାରାଜ, ଜୀବ କେବେ ମରେ ନାହିଁ, କେବଳ ଶରୀରର ପରିବର୍ତ୍ତନ ହୁଏ। ଆପଣଙ୍କ ଶୋକ ଆପଣଙ୍କୁ ନର୍କ ପଥକୁ ନେଇଯିବ। ସେଥିପାଇଁ ମାୟା ତ୍ୟାଗ କରି ପରମାତ୍ମାଙ୍କ ଶରଣାପନ୍ନ ହୁଅନ୍ତୁ। ଶିଶୁର ଏହି ଆତ୍ମଜ୍ଞାନଭରା ବାଣୀ ଶୁଣି ରାଜା ଚିତ୍ରକେତୁଙ୍କର ଜ୍ଞାନଚକ୍ଷୁ ଉନ୍ମିଳିତ ହେଲା। ଦେବର୍ଷି ନାରଦ ମୁରୁକି ହସିଲେ, କାରଣ ସେ ଜାଣିଥିଲେ ଯେ ରାଜାଙ୍କୁ ମୋକ୍ଷ ପଥକୁ ନେବା ପାଇଁ ଏହା ହିଁ ଶ୍ରେଷ୍ଠ ଉପାୟ ଥିଲା। ରାଜା ଏବେ ବୁଝିଲେ ଯେ ଯେଉଁ ପୁଅ ପାଇଁ ସେ ପାଗଳ ହେଉଥିଲେ, ସେ ପ୍ରକୃତରେ ଏକ ମୁକ୍ତ ଆତ୍ମା, ଯାହାଙ୍କର ଏହି ପୃଥିବୀରେ କେହି ନିଜର ନାହିଁ। ବନ୍ଧୁଗଣ, ରାଜା ଚିତ୍ରକେତୁଙ୍କ ମନର ସବୁ ଅହଙ୍କାର ଓ ମୋହ ସେହି ମୃତ ଶିଶୁର କଥାରେ ଭାଙ୍ଗି ଚୁରମାର ହୋଇଯାଉଥିଲା। ସେହି ଜୀବାତ୍ମା ଏବେ ଏକ ଗଭୀର ରହସ୍ୟ ଉନ୍ମୋଚନ କଲା, ଯାହା ଶୁଣିଲେ ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବା।
शास्त्र अनुसारे आमे जाहाकु पुत्र भावे पाऊ से पूर्व जन्मर केउ संपर्करु आसी थाए ताहा बुझाइबा पाई एक अति सुंदर गरुड़ पुराण और नीति शास्त्ररु एठारे अवतारणा करा जाउछि। ऋणानुबंध रूपेण पशुपत्नी सुताळजा ऋणक्षय क्षयं जानती का तत्र परिदेवना। एहार अर्थ हेला पूर्व जन्मर ऋण अनुसारे ही पशु पत्नी पुत्र और गृह आदि प्राप्त होइथांती। जेतेबेले सेही ऋण शेष होई जाए सेमाने आमकु छाड़ी चली जाती। एथिपाई शोक करिबा वृथा। सेही शिशुटी राजांकु बुझाइला जे हे महाराज संसार रे 4 प्रकारर पुत्र जन्म नियंती। प्रथम ऋणानुबंध पुत्र जहांकु आपण पूर्व जन्मरे धार देइथिले से ताहा असुल करिबाकु आसंती एवं टंका सरिले चली जाती। द्वितीय शत्रु पुत्र जहांकर आपण किछि अनिष्ट करिथिले से पुओ होई जन्म नियंती एवं जीवन सारा आपनकु कष्ट दियंती। तृतीय उदासीन पुत्र जे केवल निज सुख देखे एवं चतुर्थ सेवक पुत्र जे पूर्व जन्मर पुण्य जोगु आपनक सेवा करिबाकु आसे। एहा सुनी राजा चित्रकेतु निजर भूल बुझी पारिले। से देखिले जे से जेउ पुओ पाई कांदुथिले से हुएतो तांको जीवन रे एक ऋण सुझिबाकु आसीथिला। एही प्रसंगरे एक क्षुद्र गल्प लोकश्रुतिरु आनीत। थरे जने व्यक्तिंको एकमात्र पुत्र मरीगला। से बहुत कांदिले। जने साधु तांकु कहिले तुमे जहा पाई कांदुछ गत जन्मरे तुमे ताठारु बहुत टंका पाउथिलो। से तुम घरे जन्म नेई तुमर सेतिकी संपत्ति पाठपढ़ा और रोगरे खर्च कराइदेला। आजी हिसाब सरीगला तेणु से चालीगला। एहा सुनी सेही व्यक्ति जनक शोक त्याग कले। बंधुगण राजा चित्रकेतु मध्य सेहीपरि शांत होइगले। सेही मृत शिशुर आत्मा एतिकी कहिबा परे पुणी शांत होइगला एवं शरीरटी निश्चल होई पड़ी रहिला। एहा देखि रानी कृतद्युति मध्य बुझीगले जे एही देह केवल माटीर पितुळा। एहा परे देवर्षि नारद राजांकु पाखकु डाकी कहिले राजन जेउ राणी माने ईर्षावशतः एही शिशुकु विष देइथिले सेमाने मध्य निज पाप पाई अनुतप्त। सेमानंकु क्षमा करि दियो। एबे तुमे निजर मोह त्याग करी भगवानंको नामरे मन लगाओ। राजा चित्रकेतु एबे एक नूतन जन्म पाइला भली अनुभव कले। से देवर्षि नारदंको पाद तळे पड़ी गले। सेठारे उपस्थित समस्ते सेही दृश्य देखि स्तब्ध होई गले। राजांको मनरे एक प्रश्न उठिला जदि संसार रे सबु संपर्क मिछ तेबे सत्य कौन एवं सेही सत्य को किपरि पाई हेबो। बंधुगण राजा चित्रकेतुंको हृदय रे एबे एक अद्भुत शांति विराजमान करुथिला। जेउ आखिरु किछि समय पूर्वरु मोहर अश्रु झरुथिला सेही आखिरे एबे ज्ञानर आलोक झलसी उठुथिला। से बुझी पारिले जे एही संसार एक विराट रंगमंच जेउठी आमे समस्ते केवल निज निजर अभिनय करिबाकु आसीछु। पोशाक बदलिले जेमिति अभिनेता बदली जाए नाही शरीर बदलिले आत्मा मध्य सेमिति बदली जाए नाही। देवर्षि नारद राजांकु पाखकु डाकी कहिले राजन एही संसारर सुख एक मरीचिका सदृश। जेपरि जने पथिक मरुभूमि रे जल अन्वेषण करी शेषरे निराश हुए संसारी मनुष्य मध्य संपर्क और संपत्ति भितरे शाश्वत सुख खोजी केवल दुख ही पाए। राजा चित्रकेतु अति नम्रतार सह पचारिले हे प्रभु जदि एही सबु माया तेबे एही मायारु मुक्तिर मार्ग कौन। मोर मन एबे एही राजभोगरु विमुख होई सेही परम सत्य को खोजुछि। एही समय रे नारद मुनि श्रीमद् भागवत षष्ठ स्कंध 15 अध्यायरु एक अति गंभीर पद्य उच्चारण कले जहा मनुष्यर चिंताधारा को संपूर्ण बदलाई देवार सामर्थ्य रखे। देहोपेनेक संघातः सूक्ष्म व्यक्तः पृथक पृथक आत्मा केवल आत्मस्थः शांत ज्योतिर्निरंजन। एहार अर्थ हेला एही स्थूल शरीर अनेक तत्वर समाहार मात्र जहा अनित्य किंतु आत्मा हेउछि स्वयं प्रकाश परम शांत निर्मल एवं सबु प्रकार विकाररु मुक्त। सेही आत्मा ही प्रकृत सत्य। बंधुगण नारद मुनि राजांकु बुझाइले जे आमे जेउ देहकु मु बोली भाबुछु ताहा केवल पंचभूतर समष्टि। मृत्यु परे एही देह माटीरे मिसी जाए किंतु आत्मा निजर कर्मर पुटुली धरी आगकु चली जाए। एही प्रसंगरे उपनिषदर एक क्षुद्र गल्प हेला। गोटिए गछरे दुईटी पक्षी बसिथिले। जने गछर फल खाउथिला एवं केतेबेले मिठा तो केतेबेले पिता फल चाखी सुख दुख अनुभव करुथिला किंतु अन्य पक्षीटी चुपचाप बसी केवल देखुथिला से फल खाउनथिला।
ଠିକ୍ ସେହିପରି ଆମ ଶରୀର ଭିତରେ ଜୀବାତ୍ମା ସଂସାରର ଫଳ ଭୋଗ କରେ, କିନ୍ତୁ ପରମାତ୍ମା ସାକ୍ଷୀ ସ୍ୱରୂପ ସବୁ ଦେଖୁଥାନ୍ତି। ଯେଉଁଦିନ ଜୀବାତ୍ମା ସେହି ପରମାତ୍ମାଙ୍କୁ ଚିହ୍ନିଯାଏ, ସେଦିନ ତାର ସବୁ ଦୁଃଖ ଶେଷ ହୋଇଯାଏ। ରାଜା ଚିତ୍ରକେତୁ ଏହି ଗୂଢ଼ ରହସ୍ୟ ଶୁଣି ଭାବବିହ୍ୱଳ ହୋଇପଡ଼ିଲେ। ସେ ବୁଝିଲେ ଯେ ସେ ଏତେ ଦିନ ଧରି କେବଳ ଛାୟା ପଛରେ ଗୋଡ଼ାଉଥିଲେ। ସେହି ଶିଶୁର ମୃତ୍ୟୁ ତାଙ୍କ ପାଇଁ ଶୋକ ନୁହେଁ, ବରଂ ଏକ ବଡ଼ ଜ୍ଞାନର ଦ୍ୱାର ଖୋଲି ଦେଇଥିଲା। ରାଜାଙ୍କ ମନରୁ ସବୁ ଅନ୍ଧକାର ଦୂର ହେବାକୁ ଲାଗିଲା। ସେହି ଶୂନ୍ୟ ରାଜପ୍ରାସାଦ ଏବେ ତାଙ୍କୁ ଏକ ତପୋବନ ଭଳି ମନେ ହେଲା, ଯେଉଁଠି ସେ ନିଜର ଆତ୍ମ ଅନ୍ୱେଷଣ କରିପାରିବେ। ବନ୍ଧୁଗଣ, ରାଜା ଚିତ୍ରକେତୁଙ୍କ ହୃଦୟ ଏବେ ଏକ ନିର୍ମଳ ସରୋବର ସଦୃଶ ଶାନ୍ତ ହୋଇଯାଇଥିଲା। ସେହି ମୃତ ଶିଶୁର କଥା ଏବଂ ଦେବର୍ଷିଙ୍କ ଉପଦେଶ ତାଙ୍କ ଭିତରେ ଥିବା ମୋହର କୁହୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପୋଛି ଦେଇଥିଲା। ରାଜା ଅନୁଭବ କଲେ ଯେ ଯେଉଁ ସନ୍ତାନ ପାଇଁ ସେ ପାଗଳ ହେଉଥିଲେ, ସେ ପ୍ରକୃତରେ ତାଙ୍କର କେହି ନୁହେଁ। ଆତ୍ମା ଏକ ଅଜେୟ ଶକ୍ତି, ଯାହାର କୌଣସି ଜାତି, କୁଳ କିମ୍ବା ରକ୍ତର ସମ୍ପର୍କ ନାହିଁ। ନାରଦ ମୁନି ଏହି ପରିବର୍ତ୍ତନ ଦେଖି ଅତ୍ୟନ୍ତ ପ୍ରସନ୍ନ ହେଲେ। ସେ ଜାଣିଥିଲେ ଯେ ରାଜାଙ୍କୁ ଏବେ ଏକ ଏପରି ଜ୍ଞାନର ଆବଶ୍ୟକତା ଅଛି, ଯାହା ତାଙ୍କୁ ସଂସାରର ଏହି ଜନ୍ମ ମୃତ୍ୟୁ ଚକ୍ରରୁ ସବୁଦିନ ପାଇଁ ମୁକ୍ତି ଦେବ। ରାଜା ଚିତ୍ରକେତୁ ଦେବର୍ଷିଙ୍କ ପାଦତଳେ ବସି କହିଲେ, ପ୍ରଭୁ, ଆପଣ ମୋର ଆଖି ଖୋଲିଦେଲେ। ଏହି ନଶ୍ୱର ସଂସାରରେ ମୁଁ ବାୟା ହୋଇ କେବଳ ଦୁଃଖକୁ ସାଉଁଟୁଥିଲି। ମୋତେ ଏମିତି ଏକ ମନ୍ତ୍ର ଦିଅନ୍ତୁ, ଯାହା ଦ୍ୱାରା ମୁଁ ସେହି ପରମ ପୁରୁଷଙ୍କ ପାଦପଦ୍ମରେ ନିଜକୁ ସମର୍ପି ଦେଇପାରିବି। ଏହି ଅବସରରେ ଦେବର୍ଷି ନାରଦ ରାଜାଙ୍କୁ ଭଗବାନ ଶଙ୍କର୍ଷଣ ବା ଅନନ୍ତ ଦେବଙ୍କର ଏକ ଅତି ପବିତ୍ର ବିଦ୍ୟା ପ୍ରଦାନ କଲେ। ସେ କହିଲେ, ରାଜନ, ଏହି ମନ୍ତ୍ର ଜପ କଲେ 7 ଦିନ ମଧ୍ୟରେ ତୁମେ ବିଦ୍ୟାଧରମାନଙ୍କର ଅଧିପତି ହୋଇଯିବ ଏବଂ ଶେଷରେ ଭଗବାନ ଶେଷଙ୍କ ଦର୍ଶନ ପାଇବ। ଏହି ଜ୍ଞାନର ମହତ୍ତ୍ୱ ବୁଝାଇବା ପାଇଁ ଶ୍ରୀମଦ୍ ଭାଗବତର 6ଠ ସ୍କନ୍ଧ 16 ଅଧ୍ୟାୟରେ ଉଲ୍ଲେଖ କରାଯାଇଛି। ସର୍ବଂ ବ୍ୟତିରିକ୍ତଂ ଭବତୋ ବରୀୟସୋପ୍ୟପି ପାରମେଷ୍ଠ୍ୟାତ୍ ନ ଚାନ୍ୟତଃ ସ୍ୟାଦପି କଶ୍ଚନାର୍ଥ ନିଃଶ୍ରେୟସଂ ଯତ୍ର ପରଂ ବିଦୁସ୍ତେ। ଏହାର ଅର୍ଥ ହେଲା, ଯେଉଁମାନେ ଆତ୍ମଜ୍ଞାନୀ, ସେମାନଙ୍କ ପାଇଁ ବ୍ରହ୍ମାଙ୍କ ପଦବୀ ମଧ୍ୟ ତୁଚ୍ଛ ମନେ ହୁଏ। କାରଣ ଭଗବାନଙ୍କ ଶରଣାଗତି ହିଁ ହେଉଛି ପରମ କଲ୍ୟାଣକାରୀ ଏବଂ ଏହାଠାରୁ ବଳି ଅନ୍ୟ କୌଣସି ଶ୍ରେଷ୍ଠ ଲକ୍ଷ୍ୟ ନାହିଁ। ବନ୍ଧୁଗଣ, ରାଜା ଚିତ୍ରକେତୁ ଏବେ ଏକ ନୂତନ ସଂକଳ୍ପ ନେଲେ। ସେ ରାଜାଶ୍ରମ ତ୍ୟାଗ କରି ସେହି ମନ୍ତ୍ର ଜପରେ ମନୋନିବେଶ କଲେ। ସେହି ସମୟରେ ତାଙ୍କ ମନରୁ ଅନ୍ୟ ରାଣୀମାନଙ୍କ ପ୍ରତି ଥିବା ଘୃଣା ମଧ୍ୟ ଦୂର ହୋଇଯାଇଥିଲା। ସେ ବୁଝିଲେ ଯେ ସେମାନେ ମଧ୍ୟ ମୋହର ବଶବର୍ତ୍ତୀ ହୋଇ ପାପ କରିଛନ୍ତି। ରାମାୟଣରୁ ଆନିତ ଏକ କ୍ଷୁଦ୍ର ଗଳ୍ପ ଏଠାରେ ପ୍ରାସଙ୍ଗିକତା ରଖେ। ଯେତେବେଳେ ମହାରାଜ ଦଶରଥଙ୍କ ମୃତ୍ୟୁ ହେଲା, ଭରତ ଫେରିଆସି ମା କୈକେୟୀଙ୍କୁ ବହୁତ କଟୁ କଥା କହିଥିଲେ। କିନ୍ତୁ ବଶିଷ୍ଠ ଋଷି ତାଙ୍କୁ ବୁଝାଇଲେ ଯେ, ଭରତ, ସବୁକିଛି କାଳର ନିୟମରେ ଘଟେ। କାହାରିକୁ ଦୋଷ ଦେବା ବୃଥା। ମୋହ ହିଁ ସବୁ ଅନର୍ଥର ମୂଳ। ଭରତ ସେହି ଶୋକକୁ ତ୍ୟାଗ କରି ପ୍ରଭୁ ରାମଙ୍କ ସେବାରେ ନିଜକୁ ନିୟୋଜିତ କଲେ। ରାଜା ଚିତ୍ରକେତୁ ମଧ୍ୟ ସେହିପରି ମାନସିକ ସ୍ତରରେ ଜଣେ ମୁକ୍ତ ପୁରୁଷ ପାଲଟିଗଲେ। ସେ ଜାଣିଲେ ଯେ ସନ୍ତାନର ମୃତ୍ୟୁ ପ୍ରକୃତରେ ତାଙ୍କ ପାଇଁ ଏକ ଆଶୀର୍ବାଦ ଥିଲା, ଯାହା ତାଙ୍କୁ ଭଗବାନଙ୍କ ନିକଟତର କରାଇଦେଲା। ବନ୍ଧୁଗଣ, ରାଜା ଚିତ୍ରକେତୁ ଏବେ ସାଧାରଣ ନରପତିରୁ ଜଣେ ମହାନ ସାଧକରେ ପରିଣତ ହୋଇସାରିଥିଲେ। ଦେବର୍ଷି ନାରଦଙ୍କ ଦତ୍ତ ସେହି ଅମୋଘ ମନ୍ତ୍ରକୁ ସେ ଅହରାତ୍ର ଜପ କରିବାକୁ ଲାଗିଲେ। 7 ଦିନ ଓ 7 ରାତିର ଅଖଣ୍ଡ ସାଧନା ପରେ ତାଙ୍କ ଭିତରେ ଥିବା ସମସ୍ତ ମାୟା ମୋହର ଅନ୍ଧକାର ଦୂର ହୋଇଗଲା। ତାଙ୍କ ଶରୀରରୁ ଏକ ଅଲୌକିକ ଜ୍ୟୋତି ନିର୍ଗତ ହେଲା ଏବଂ ସେ ବିଦ୍ୟାଧରମାନଙ୍କର ଅଧିପତି ହେବାର ସିଦ୍ଧି ପ୍ରାପ୍ତ କଲେ। କିନ୍ତୁ ଏହି ଐଶ୍ୱର୍ଯ୍ୟ ତାଙ୍କୁ ଆକର୍ଷିତ କରିପାରିଲା ନାହିଁ, କାରଣ ତାଙ୍କର ଲକ୍ଷ୍ୟ ଥିଲା ସେହି ପରମାତ୍ମା। ସାଧନାର ଶେଷ ପର୍ଯ୍ୟାୟରେ ରାଜା ଚିତ୍ରକେତୁ ସାକ୍ଷାତ ଭଗବାନ ଶେଷଙ୍କ ଦର୍ଶନ ପାଇଲେ। ଭଗବାନ ଅନନ୍ତ ଦେବଙ୍କର ସେହି ସହସ୍ର ଫଣାଯୁକ୍ତ ରୂପ, ଯାହାଙ୍କର ପ୍ରତିଟି ମସ୍ତକରେ ଗୋଟିଏ ଗୋଟିଏ ବ୍ରହ୍ମାଣ୍ଡ ବିରାଜମାନ, ତାହା ଦେଖି ରାଜା ଭାବବିହ୍ୱଳ ହୋଇପଡ଼ିଲେ। ସେ ସ୍ତୁତି କରିବାକୁ ଲାଗିଲେ। ଭଗବାନ ପ୍ରସନ୍ନ ହୋଇ କହିଲେ, ହେ ରାଜନ, ତୁମେ ଏବେ ମୋର ଅନନ୍ୟ ଭକ୍ତ। ତୁମେ ଜାଣିରଖ ଯେ ଏହି ସଂସାରର ସବୁ ସମ୍ପର୍କ କେବଳ ମନର ଏକ କଳ୍ପନା ମାତ୍ର। ଏହି ସମୟରେ ଶ୍ରୀମଦ୍ ଭାଗବତର ଏକ ପଦ୍ୟ ଭଗବାନଙ୍କ ମୋହନରୁ ନିଃସୃତ ହେଲା। ଯଥା ସୁଷୁପ୍ତଃ ପୁରୁଷୋ ବିଶ୍ୱଂ ପଶ୍ୟତି ଚାତ୍ମନି ଆତ୍ମାନୁମେକଦେଶସ୍ଥଂ ମନ୍ୟତେ ସ୍ୱପ୍ନ ଉତ୍ଥିତଃ। ଏହାର ଅର୍ଥ ହେଲା, ଯେପରି ଜଣେ ବ୍ୟକ୍ତି ସ୍ୱପ୍ନରେ ନିଜକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଖେ ଏବଂ ସାରା ବିଶ୍ୱକୁ ନିଜ ଭିତରେ ଅନୁଭବ କରେ,
କିନ୍ତୁ ନିଦ ଭାଙ୍ଗିଲେ ଜାଣେ ଯେ ସେହି ସବୁ ସ୍ୱପ୍ନ ମିଛ ଥିଲା। ଠିକ୍ ସେହିପରି ମଣିଷ ଜାଗ୍ରତ ଅବସ୍ଥାରେ ଏହି ସଂସାରକୁ ସତ୍ୟ ବୋଲି ଭାବେ, କିନ୍ତୁ ଜ୍ଞାନ ଉଦୟ ହେଲେ ସେ ସବୁକୁ ମାୟା ବୋଲି ବୁଝିପାରେ। ବନ୍ଧୁଗଣ, ଭଗବାନଙ୍କ ଏହି ବାଣୀ ରାଜାଙ୍କୁ ଏମିତି ଏକ ଶିଖରରେ ପହଞ୍ଚାଇ ଦେଲା, ଯେଉଁଠି ଦୁଃଖର କୌଣସି ସ୍ଥାନ ନଥିଲା। ସେହି ମୃତ ପୁଅର ମୋହ ଏବେ ପୂର୍ଣ୍ଣ ରୂପେ ଭସ୍ମ ହୋଇସାରିଥିଲା। ଏହି ପ୍ରସଙ୍ଗରେ ଏକ କ୍ଷୁଦ୍ର ଗଳ୍ପ ହେଲା। ଜଣେ ସନ୍ନ୍ୟାସୀ ନଦୀ କୂଳରେ ବସିଥିବା ବେଳେ ଜଣେ ବ୍ୟକ୍ତି ଆସି କାନ୍ଦିଲେ ଯେ ତାଙ୍କର ସବୁ ସମ୍ପତ୍ତି ଚୋରି ହୋଇଗଲା। ସନ୍ନ୍ୟାସୀ ହସିଲେ ଏବଂ କହିଲେ, ଯେତେବେଳେ ତୁମେ ଜନ୍ମ ହୋଇଥିଲ ସେତେବେଳେ କଣ ସାଥିରେ ଆଣିଥିଲ? ଆଉ ଯେତେବେଳେ ମରିବ କଣ ନେଇକି ଯିବ? ଯାହା ଆଜି ତୁମର ଅଛି ତାହା କାଲି ଅନ୍ୟ କାହାର ଥିଲା ଏବଂ ପରଦିନ ଆଉ କାହାର ହୋଇଯିବ। ଏହି କଥା ଶୁଣି ସେହି ବ୍ୟକ୍ତି ଜଣକ ଶାନ୍ତ ହୋଇଗଲେ। ରାଜା ଚିତ୍ରକେତୁ ମଧ୍ୟ ଏହି ସତ୍ୟକୁ ଗ୍ରହଣ କରି ସାରିଥିଲେ। ସେ ବିଦ୍ୟାଧରମାନଙ୍କ ସହ ବିଭିନ୍ନ ଲୋକରେ ଭ୍ରମଣ କରିବାକୁ ଲାଗିଲେ। ସେ ଏବେ ମୃତ୍ୟୁର ଭୟରୁ ମଧ୍ୟ ମୁକ୍ତ ଥିଲେ। କିନ୍ତୁ ବନ୍ଧୁଗଣ, ଜୀବନର ପଥ ଏତେ ସିଧା ନୁହେଁ। ଯେତେବେଳେ ଜଣେ ଭକ୍ତ ଅହଙ୍କାର ଶୂନ୍ୟ ହୁଏ, ସେତେବେଳେ ମଧ୍ୟ ତାର ପରୀକ୍ଷା ହୁଏ। ରାଜା ଚିତ୍ରକେତୁଙ୍କ ଜୀବନରେ ଏକ ଏପରି ଘଟଣା ଘଟିବାକୁ ଯାଉଥିଲା, ଯାହା ତାଙ୍କୁ ସ୍ୱର୍ଗରୁ ମଧ୍ୟ ବିଚ୍ୟୁତ କରିବାର ସାମର୍ଥ୍ୟ ରଖୁଥିଲା। ବନ୍ଧୁଗଣ, ରାଜା ଚିତ୍ରକେତୁ ଏବେ କେବଳ ଜଣେ ସାଧକ ନୁହେଁ, ବରଂ ଜଣେ ସିଦ୍ଧ ବିଦ୍ୟାଧର। ଭଗବାନ ଶେଷଙ୍କ କୃପାରୁ ସେ ଏକ ଦିବ୍ୟ ବିମାନ ପ୍ରାପ୍ତ କରିଥିଲେ। ସେହି ବିମାନରେ ବସି ସେ ଆକାଶ ମାର୍ଗରେ ଭ୍ରମଣ କରୁଥିଲେ ଏବଂ ଭଗବାନ ହରିଙ୍କ ଗୁଣଗାନ କରୁଥିଲେ। ତାଙ୍କ ମନରେ ଏବେ କୌଣସି ପାର୍ଥିବ ବାସନା ନଥିଲା। ସେ ସମ୍ପୂର୍ଣ୍ଣ ଭାବେ ଆତ୍ମାରାମ ହୋଇସାରିଥିଲେ। ଦିନେ ସେହି ଦିବ୍ୟ ବିମାନରେ ଭ୍ରମଣ କରୁଥିବା ସମୟରେ ସେ କୈଳାସ ପର୍ବତ ଉପର ଦେଇ ଗଲେ। ସେଠାରେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଦୃଷ୍ଟିଗୋଚର ହେଲା। ଦେବଦେବ ମହାଦେବ ଏକ ବିଶାଳ ସଭାରେ ବସିଛନ୍ତି। ଚାରିପଟେ ସିଦ୍ଧ, ଚାରଣ ଓ ଋଷିଗଣ ଘେରି ରହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା ଯେ ସେହି ସଭା ମଝିରେ ମାତା ପାର୍ବତୀ ଭଗବାନ ଶିବଙ୍କ କୋଳରେ ବସିଥିଲେ ଏବଂ ମହାଦେବ ତାଙ୍କୁ ସ୍ନେହରେ ଆଲିଙ୍ଗନ କରି ଜ୍ଞାନ ଚର୍ଚ୍ଚା କରୁଥିଲେ। ଏହା ଦେଖି ରାଜା ଚିତ୍ରକେତୁଙ୍କ ମନରେ ଏକ ସାମାନ୍ୟ କୌତୁକ ଜାଗ୍ରତ ହେଲା। ସେ ହୁଏତ ଭୁଲିଗଲେ ଯେ ସେ କାହା ବିଷୟରେ ଚିନ୍ତା କରୁଛନ୍ତି। ସେ ସଭାରେ ଉପସ୍ଥିତ ସମସ୍ତଙ୍କ ସାମ୍ନାରେ ହସି ହସି କହିଲେ, ଦେଖନ୍ତୁ ଏହି ଜଗତର ଗୁରୁ ମହାଦେବଙ୍କୁ। ସେ ସମସ୍ତଙ୍କୁ ଧର୍ମଶାସ୍ତ୍ର ପଢ଼ାନ୍ତି, କିନ୍ତୁ ନିଜେ ସ୍ତ୍ରୀଙ୍କୁ କୋଳରେ ବସାଇ ସଭା କରୁଛନ୍ତି। ସାଧାରଣ ମଣିଷ ମଧ୍ୟ ଏପରି କରିବାକୁ ଲାଜ କରେ, କିନ୍ତୁ ଜଣେ ଜଟାଧାରୀ ଯୋଗୀ ହୋଇ ସେ ଏମିତି କିପରି କରୁଛନ୍ତି? ଏହି କଥା ଶୁଣି ମହାଦେବ କେବଳ ମୁରୁକି ହସିଲେ। ସେ ଜାଣିଥିଲେ ଯେ ଚିତ୍ରକେତୁଙ୍କ ମନରେ କୌଣସି ଦୁଷ୍ଟାମି ନଥିଲା, ବରଂ ଏହା ତାଙ୍କର ସରଳତା ବା ଅଜ୍ଞାନତା ଥିଲା। କିନ୍ତୁ ମାତା ପାର୍ବତୀ ଏହି ଉପହାସକୁ ସହ୍ୟ କରିପାରିଲେ ନାହିଁ। ଜଣେ ଭକ୍ତର ଅତ୍ୟଧିକ ଆତ୍ମବିଶ୍ୱାସ ବେଳେବେଳେ ଅହଙ୍କାରରେ ପରିଣତ ହୋଇଯାଏ। ଏହି ଗମ୍ଭୀର ପରିସ୍ଥିତିରେ ଏକ ପଦ୍ୟ ମାତାଙ୍କ କ୍ରୋଧକୁ ପ୍ରକାଶ କରେ। ନାୟଂ ଲୋକେ ଗୁରୁନିନ୍ଦ୍ୟଃ କଶ୍ଚିଦସ୍ତି ସୁନିଷ୍ଠିତ ଅୟନ୍ତୁ ଧର୍ମମର୍ଯ୍ୟାଦାଂ ଜାନାତି ନ ଯଥା ବୃଥା। ଏହି ମଣିଷ ନିଜକୁ ବହୁତ ବଡ଼ ଜ୍ଞାନୀ ମନେ କରୁଛି। ଯିଏ ଜଗତଗୁରୁ ଶିବଙ୍କ ମର୍ଯ୍ୟାଦା ବୁଝିପାରୁନାହିଁ, ସେ ଦଣ୍ଡ ପାଇବାକୁ ଯୋଗ୍ୟ। ଏହାକୁ ନିଜର ଜ୍ଞାନ ପାଇଁ ବହୁତ ଗର୍ବ ହୋଇଯାଇଛି। ମାତା ପାର୍ବତୀ କ୍ରୋଧିତ ହୋଇ ଚିତ୍ରକେତୁଙ୍କୁ ଅଭିଶାପ ଦେଲେ, ହେ ମୂର୍ଖ, ତୁ ନିଜକୁ ଜ୍ଞାନୀ ଭାବି ମହାଦେବଙ୍କୁ ଉପହାସ କରୁଛୁ। ତୁମର ଏହି ଅହଙ୍କାର ତୁମକୁ ସ୍ୱର୍ଗରୁ ତଳକୁ ପକାଇବ। ତୁମେ ଏହି ଦିବ୍ୟ ରୂପ ତ୍ୟାଗ କରି ଏକ କ୍ରୂର ଅସୁର ଯୋନିରେ ଜନ୍ମ ନିଅ। ବନ୍ଧୁଗଣ, ମୃତ ପୁଅର ମୋହ ତ୍ୟାଗ କରିବା ପରେ ମଧ୍ୟ ରାଜା ଚିତ୍ରକେତୁଙ୍କୁ ଏବେ ଏକ ବଡ଼ ପରୀକ୍ଷାର ସାମ୍ନା କରିବାକୁ ପଡ଼ିଲା। ଜଣେ ଭକ୍ତ ଯେତେବେଳେ ଭାବେ ଯେ ସେ ସବୁ ବୁଝିଯାଇଛି, ସେତେବେଳେ ହିଁ ପତନର ଆଶଙ୍କା ଥାଏ। ଏହି ସମୟରେ ଆମେ ଏକ କ୍ଷୁଦ୍ର ଗଳ୍ପ ପୁରାଣରୁ ଉପସ୍ଥାପନ କରୁଛୁ। ଥରେ ନାରଦ ମୁନିଙ୍କୁ ମଧ୍ୟ ନିଜର କାମଦେବଙ୍କୁ ଜିତିଥିବା ଗର୍ବ ହୋଇଥିଲା। ସେ ଭାବିଲେ ସେ ସବୁଠୁ ବଡ଼ ଜିତେନ୍ଦ୍ରିୟ। କିନ୍ତୁ ଭଗବାନ ବିଷ୍ଣୁ ତାଙ୍କ ମୋହ ଭଙ୍ଗ କରିବା ପାଇଁ ଏକ ମାୟା ନଗରୀ ରଚନା କଲେ, ଯେଉଁଠି ନାରଦ ଜଣେ ରାଜକୁମାରୀଙ୍କ ମୋହରେ ପଡ଼ି ନିଜର ସବୁ ସଂଯମ ହରାଇ ବସିଲେ। ଶେଷରେ ତାଙ୍କୁ ମାଙ୍କଡ଼ ମୁହଁ ପାଇବାକୁ ପଡ଼ିଲା। ଏହା ଶିକ୍ଷା ଦିଏ ଯେ ଭକ୍ତି ମାର୍ଗରେ ଅହଙ୍କାର ହେଉଛି ସବୁଠୁ ବଡ଼ ଶତ୍ରୁ। ବନ୍ଧୁଗଣ, ମାତା ପାର୍ବତୀଙ୍କ ସେହି ଭୟଙ୍କର ଅଭିଶାପ ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ବିଦ୍ୟାଧର ଓ ଋଷିଗଣ ସ୍ତବ୍ଧ ହୋଇଗଲେ। ସାଧାରଣତଃ କୌଣସି ବ୍ୟକ୍ତିକୁ ଅଭିଶାପ ମିଳିଲେ ସେ ଭୟରେ ଥରିଉଠେ କିମ୍ବା କ୍ଷମା ପ୍ରାର୍ଥନା କରେ ଅଥବା ପ୍ରତିଶୋଧ ପାଇଁ ବ୍ୟାକୁଳ ହୁଏ। କିନ୍ତୁ ଚିତ୍ରକେତୁ ଥିଲେ ଜଣେ ଅନନ୍ୟ ହରିଭକ୍ତ।
ସେ ନିଜ ବିମାନରୁ ଓହ୍ଲାଇ ଆସିଲେ ଏବଂ ଅତି ନମ୍ରତାର ସହ ମାତା ପାର୍ବତୀ ଓ ଭଗବାନ ଶଙ୍କରଙ୍କୁ ପ୍ରଣାମ କଲେ। ସେ କହିଲେ, ହେ ମା, ଆପଣଙ୍କ ଅଭିଶାପକୁ ମୁଁ ଶିରୋଧାର୍ଯ୍ୟ କରୁଛି। ମୋର କୌଣସି ଅଭିଯୋଗ ନାହିଁ। ଏହି ସଂସାରରେ ଜୀବ ନିଜ କର୍ମଫଳ ଅନୁଯାୟୀ କେତେବେଳେ ସ୍ୱର୍ଗକୁ ଯାଏ ତ କେତେବେଳେ ନର୍କକୁ, କେତେବେଳେ ଦେବତା ହୁଏ ତ କେତେବେଳେ ଅସୁର। ସୁଖ ଦୁଃଖ, ଜନ୍ମ ମୃତ୍ୟୁ ଏବଂ ଅଭିଶାପ ଆଶୀର୍ବାଦ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ, କାରଣ ଏହି ସବୁ ମାୟାର ଖେଳ। ମୁଁ କେବଳ ଏତିକି ଚାହେଁ ଯେ ମୁଁ ଯେଉଁ ଯୋନିରେ ଜନ୍ମ ନିଏ ନା କାହିଁକି, ଭଗବାନ ହରିଙ୍କ ପାଦପଦ୍ମରେ ମୋର ଭକ୍ତି ଯେପରି ଅତୁଟ ରହେ। ଚିତ୍ରକେତୁଙ୍କର ଏହି ନିର୍ଲିପ୍ତ ଭାବ ଦେଖି ମହାଦେବ ଅତ୍ୟନ୍ତ ପ୍ରସନ୍ନ ହେଲେ। ସେ ପାର୍ବତୀଙ୍କୁ ଚାହିଁ କହିଲେ, ହେ ଦେବୀ, ଦେଖିଲ ତ ଭଗବାନ ନାରାୟଣଙ୍କ ଭକ୍ତମାନେ କେତେ ମହାନ। ସେମାନେ କୌଣସି ପରିସ୍ଥିତିରେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ। ଏହି ପ୍ରସଙ୍ଗରେ ଶ୍ରୀମଦ୍ ଭାଗବତ ଷଷ୍ଠ ସ୍କନ୍ଧରେ ଏକ ପଦ୍ୟ ଅଛି ଯାହା ମହାଦେବଙ୍କ ମୁଖରୁ ନିଃସୃତ ହେଲା। ନାରାୟଣ ପରାଃ ସର୍ବେ ନ କୁତଶ୍ଚନ ବିଭ୍ୟତି ସ୍ୱର୍ଗାପବର୍ଗନର କେଶୋପି ତୁଲ୍ୟାର୍ଥଦର୍ଶିନଃ। ଏହାର ଅର୍ଥ ହେଲା, ଯେଉଁମାନେ ଭଗବାନ ନାରାୟଣଙ୍କର ଏକାନ୍ତ ଭକ୍ତ, ସେମାନେ କୌଣସି ପରିସ୍ଥିତିକୁ ଭୟ କରନ୍ତି ନାହିଁ। ସେମାନଙ୍କ ପାଇଁ ସ୍ୱର୍ଗ, ମୋକ୍ଷ କିମ୍ବା ନର୍କ ସବୁକିଛି ସମାନ, କାରଣ ସେମାନେ ସବୁଠାରେ କେବଳ ନିଜ ପ୍ରଭୁଙ୍କୁ ହିଁ ଦେଖନ୍ତି। ବନ୍ଧୁଗଣ, ଚିତ୍ରକେତୁଙ୍କର ଏହି ମହାନତା ଆମକୁ ଶିକ୍ଷା ଦିଏ ଯେ ଯେତେବେଳେ ଆମେ ଭଗବାନଙ୍କୁ ସବୁ ସମର୍ପି ଦେଉ, ସେତେବେଳେ ଦୁନିଆର କୌଣସି ଦୁଃଖ ଆମକୁ ସ୍ପର୍ଶ କରିପାରେ ନାହିଁ। ଏହି ପ୍ରସଙ୍ଗରେ କ୍ଷୁଦ୍ର ଗଳ୍ପ ମହାଭାରତରୁ ଆନିତ। ଭକ୍ତ ପ୍ରହ୍ଲାଦଙ୍କୁ ଯେତେବେଳେ ତାଙ୍କ ପିତା ହିରଣ୍ୟକଶିପୁ ନାନା ପ୍ରକାର ଯନ୍ତ୍ରଣା ଦେଲେ, ହାତୀ ପାଦରେ ଚକଟାଇଲେ, ପାହାଡ଼ରୁ ଫିଙ୍ଗିଦେଲେ ଏବଂ ବିଷ ଦେଲେ, ସେତେବେଳେ ମଧ୍ୟ ପ୍ରହ୍ଲାଦଙ୍କ ମୁହଁରେ କେବଳ ହସ ଥିଲା। ସେ ଜାଣିଥିଲେ ଯେ ମାରିବା ବାଲା ଯଦିଓ ତାଙ୍କ ବାପା, କିନ୍ତୁ ରକ୍ଷା କରିବା ବାଲା ସେହି ଜଗନ୍ନାଥ। ସେଥିପାଇଁ ସେ କୌଣସି ପରିସ୍ଥିତିରେ ବିଚଳିତ ହୋଇନଥିଲେ। ଚିତ୍ରକେତୁ ମଧ୍ୟ ମାତା ପାର୍ବତୀଙ୍କୁ ପ୍ରଣାମ କରି ସେଠାରୁ ବିଦାୟ ନେଲେ। ସେ ନିଜର ଦିବ୍ୟ ବିମାନ ତ୍ୟାଗ କଲେ ଏବଂ ମାତାଙ୍କ ଅଭିଶାପ ଅନୁଯାୟୀ ପରବର୍ତ୍ତୀ ଜନ୍ମରେ ଏକ ଭୟଙ୍କର ଅସୁର ରୂପରେ ଜନ୍ମ ନେଲେ। ସେହି ଅସୁରର ନାମ ଥିଲା ବୃତ୍ରାସୁର। ଯଦିଓ ସେ ଅସୁର ଥିଲେ, କିନ୍ତୁ ତାଙ୍କ ହୃଦୟରେ ଭଗବାନଙ୍କ ପ୍ରତି ଥିବା ଭକ୍ତି ପୂର୍ବପରି ଅତୁଟ ରହିଥିଲା। ବନ୍ଧୁଗଣ, ରାଜା ଚିତ୍ରକେତୁଙ୍କର ଏହି ଅଲୌକିକ ଯାତ୍ରା ଏବେ ଏକ ଚରମ ସୀମାରେ ପହଞ୍ଚିଛି। ମାତା ପାର୍ବତୀଙ୍କ ଅଭିଶାପ ଅନୁଯାୟୀ ସେ ପରବର୍ତ୍ତୀ ଜନ୍ମରେ ତପସ୍ୟା ଋଷିଙ୍କ ଯଜ୍ଞ କୁଣ୍ଡରୁ ଏକ ବିଶାଳକାୟ ଓ ଭୟଙ୍କର ଅସୁର ରୂପରେ ଜନ୍ମ ନେଲେ, ଯାହାର ନାମ ଥିଲା ବୃତ୍ରାସୁର। ବାହାରକୁ ସେ ଦେଖିବାକୁ ଜଣେ ଭୟଙ୍କର ଦୈତ୍ୟ ଥିଲେ, ଯିଏ ଦେବରାଜ ଇନ୍ଦ୍ରଙ୍କ ସହ ମହାସମର କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କ ଶରୀର ଅସୁରର ହେଲେ ମଧ୍ୟ ହୃଦୟ ଥିଲା ଜଣେ ପରମ ବୈଷ୍ଣବର। ଇନ୍ଦ୍ର ଓ ବୃତ୍ରାସୁରଙ୍କ ମଧ୍ୟରେ ଯେତେବେଳେ ପ୍ରଳୟଙ୍କରୀ ଯୁଦ୍ଧ ଚାଲିଥିଲା, ସେତେବେଳେ ବୃତ୍ରାସୁର ନିଜର ଶତ୍ରୁ ଇନ୍ଦ୍ରଙ୍କୁ ଭୟଭୀତ ହେବାର ଦେଖି କହିଲେ, ହେ ଶତ୍ରୁ, ତୁମେ ବଜ୍ର ପ୍ରହାର କର। ମୁଁ ଜାଣେ ଏହି ଶରୀର ନଶ୍ୱର। ଏହି ଯୁଦ୍ଧ ମୋ ପାଇଁ ମୃତ୍ୟୁ ନୁହେଁ, ବରଂ ମୋର ପ୍ରଭୁଙ୍କ ନିକଟକୁ ଫେରିଯିବାର ଏକ ମାଧ୍ୟମ। ଯୁଦ୍ଧ କ୍ଷେତ୍ରରେ ଥାଇ ମଧ୍ୟ ବୃତ୍ରାସୁର ଯେଉଁ ସ୍ତୁତି କରିଥିଲେ, ତାହା ବୃତ୍ରାସୁର ଚତୁଃଶ୍ଲୋକୀ ନାମରେ ପ୍ରସିଦ୍ଧ। ଏହି ସମୟରେ ସେହି ଶାଶ୍ୱତ ପଦ୍ୟଟିର ଅବତାରଣା କରିବା ଅତ୍ୟନ୍ତ ପ୍ରାସଙ୍ଗିକ। ଶ୍ରୀମଦ୍ ଭାଗବତ ଷଷ୍ଠ ସ୍କନ୍ଧର ଏକାଦଶ ଅଧ୍ୟାୟରେ ଅଛି, ଅଜାତପକ୍ଷା ଇବ ମାତରଂ ଖଗାଃ ସ୍ତନ୍ୟଂ ଯଥା ବତ୍ସତରାଃ କ୍ଷୁଧାର୍ତାଃ ପ୍ରିୟଂ ପ୍ରିୟବେବ୍ୟୁଷିତଂ ବିଷଣ୍ଣା ମନୋରବିନ୍ଦାକ୍ଷ ଦିଦୃକ୍ଷତେ ତୱାମ୍। ଏହାର ଅର୍ଥ ହେଲା, ହେ ପଦ୍ମପଳାଶ ଲୋଚନ ପ୍ରଭୁ, ଯେପରି ପକ୍ଷୀ ଶାବକମାନେ ନିଜ ମାକୁ ଅପେକ୍ଷା କରନ୍ତି, ଯେପରି ଭୋକିଲା ବାଛୁରୀ ଗାଈର ସ୍ତନ ପାନ ପାଇଁ ବ୍ୟାକୁଳ ହୁଏ ଏବଂ ଯେପରି ଜଣେ ବିରହିଣୀ ପତ୍ନୀ ନିଜ ପ୍ରିୟତମର ପଥ ଚାହିଁ ରହିଥାଏ, ମୋର ମନ ଠିକ୍ ସେହିପରି ଆପଣଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଉଛି। ବନ୍ଧୁଗଣ, ଜଣେ ଅସୁରର ମୁଖରୁ ଏପରି ଭକ୍ତିପୂର୍ଣ୍ଣ ବାଣୀ ଶୁଣି ଦେବତାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ବୃତ୍ରାସୁର ଜାଣିଥିଲେ ଯେ ସେହି ମୃତ ଶିଶୁର ଆତ୍ମା ଯେଉଁ ଜ୍ଞାନ ଦେଇଥିଲା, ତାହା ହିଁ ତାଙ୍କୁ ଆଜି ଏହି ସ୍ଥିରତା ଦେଇଛି। ସେ ନିଜର ପୂର୍ବ ଜନ୍ମର ଭୁଲ ବୁଝିପାରିଥିଲେ ଏବଂ ଅଭିଶାପକୁ ଆଶୀର୍ବାଦ ରୂପେ ଗ୍ରହଣ କରିଥିଲେ। କୁରୁକ୍ଷେତ୍ର ଯୁଦ୍ଧରେ ଭୀଷ୍ମ ପିତାମହ ସରସଜାରେ ଶୋଇ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କର ସ୍ତୁତି କରୁଥିଲେ। ସେ ଜାଣିଥିଲେ ଯେ ଶରୀରକୁ କଷ୍ଟ ହେଉଥିଲେ ମଧ୍ୟ ଆତ୍ମା କେବେ କଷ୍ଟ ପାଏ ନାହିଁ। ଠିକ୍ ସେହିପରି ବୃତ୍ରାସୁର ମଧ୍ୟ ଯୁଦ୍ଧ ଭୂମିରେ ମୃତ୍ୟୁକୁ ସ୍ୱାଗତ କରିଥିଲେ, କାରଣ ସେ ଜାଣିଥିଲେ ଯେ ମୃତ୍ୟୁ ହେଉଛି ଏକ ମାୟାବୀ ଆବରଣର ଅନ୍ତ। ଶେଷରେ ଇନ୍ଦ୍ରଙ୍କ ବଜ୍ରରେ ବୃତ୍ରାସୁରଙ୍କ ବଧ ହେଲା।
କିନ୍ତୁ ସମସ୍ତେ ଦେଖିଲେ ଯେ ତାଙ୍କ ଶରୀରରୁ ଏକ ଦିବ୍ୟ ଜ୍ୟୋତି ନିର୍ଗତ ହୋଇ ଭଗବାନ ବିଷ୍ଣୁଙ୍କ ପାଦପଦ୍ମରେ ଲୀନ ହୋଇଗଲା। ଚିତ୍ରକେତୁଙ୍କର ସେହି ଦିନରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ସଫଳ ହେଲା। ପୁଅର ମୃତ୍ୟୁ ଯେଉଁ ଶୋକ ଆଣିଥିଲା, ତାହା ଶେଷରେ ତାଙ୍କୁ ପରମ ପଦ ପ୍ରାପ୍ତିର କାରଣ ସାଜିଲା। ବନ୍ଧୁଗଣ, ସଂସାରର ସବୁ ଦୁଃଖ ପଛରେ ଏକ ଗୂଢ଼ ରହସ୍ୟ ଥାଏ, ଯାହା ଆମକୁ ଭଗବାନଙ୍କ ନିକଟତର କରାଏ। ବନ୍ଧୁଗଣ, ଆମେ ଆଜି ଯେଉଁ ଅଦ୍ଭୁତ କାହାଣୀଟି ଶୁଣିଲେ, ତାହାର ମର୍ମ ଏବେ ଆଲୋଚନା କରିବା। ଆମର ଆଜିର ମୁଖ୍ୟ ବିଷୟ ଥିଲା, କିଏ ଆପଣଙ୍କ ପୁଅ? ସେ ପୂର୍ବ ଜନ୍ମରେ ଶତ୍ରୁ ଥିଲା ନା ସେବକ? ଏହି ପ୍ରଶ୍ନଟି ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟଜନକ, ଏହାର ଉତ୍ତର ସେତିକି ଗଭୀର ଏବଂ ଆଧ୍ୟାତ୍ମିକ। ସାଧାରଣତଃ ଆମେ ସଂସାରରେ ଭାବୁ ଯେ ସମ୍ପର୍କଗୁଡ଼ିକ ଶାଶ୍ୱତ। ଜଣେ ପିତା ନିଜ ସନ୍ତାନକୁ ନିଜର ଅଂଶ ବୋଲି ଭାବି ତା ସହ ଭାବନାତ୍ମକ ଭାବେ ବାନ୍ଧି ହୋଇଯାନ୍ତି। କିନ୍ତୁ ଶ୍ରୀମଦ୍ ଭାଗବତର ଏହି ପ୍ରସଙ୍ଗ ଆମକୁ ଏକ କଠୋର ବାସ୍ତବତା ଶିଖାଏ। ଯେତେବେଳେ ଦେବର୍ଷି ନାରଦ ସେହି ମୃତ ଶିଶୁର ଆତ୍ମାକୁ ଡାକିଲେ, ସେହି ଆତ୍ମା ରାଜା ଚିତ୍ରକେତୁଙ୍କୁ ବାପା ବୋଲି ସମ୍ବୋଧନ କଲା ନାହିଁ। ଏହାର କାରଣ ହେଉଛି, ଆତ୍ମାର କୌଣସି ପରିବାର ନଥାଏ। ଆତ୍ମା ହେଉଛି ଅବିନାଶୀ ଏବଂ ଏହା ନିଜର କର୍ମଫଳ ଅନୁଯାୟୀ ବିଭିନ୍ନ ଶରୀର ଧାରଣ କରେ। ଚିତ୍ରକେତୁଙ୍କ ପୁଅ ହେବା ପୂର୍ବରୁ ସେହି ଆତ୍ମା ହୁଏତ ହଜାର ହଜାର ଅନ୍ୟ ଶରୀରରେ ଜନ୍ମ ନେଇ ସାରିଥିଲା। ସେହି ଆତ୍ମା ପାଇଁ ଚିତ୍ରକେତୁ କେବଳ ଏହି ଜନ୍ମର ଏକ ସାମରିକ ଆଶ୍ରୟଦାତା ଥିଲେ। ଯେମିତି ଜଣେ ମୁସାଫିର ଗୋଟିଏ ହୋଟେଲରେ ଦିନେ ରହି ପରଦିନ ଅନ୍ୟ ସ୍ଥାନକୁ ଚାଲିଯାଏ, ସେହି ହୋଟେଲ ମାଲିକଙ୍କ ସହ ତାର ସମ୍ପର୍କ ସେତିକି ସମୟ ପାଇଁ ହିଁ ଥାଏ। ଠିକ୍ ସେହିପରି ମୃତ ପୁଅ ନିଜ ବାପାଙ୍କୁ ଚିହ୍ନି ନଥିଲା, କାରଣ ସେ ନିଜର ଆତ୍ମସୂତ୍ରରେ ଥିଲା, ମାୟା ମୋହର ସୂତ୍ରରେ ନୁହେଁ। ଏହି ଗଳ୍ପରୁ ଆମକୁ ତିନୋଟି ବଡ଼ ଶିକ୍ଷା ମିଳେ। ମୋହ ହିଁ ଦୁଃଖର କାରଣ। ରାଜା ଚିତ୍ରକେତୁ ଯେତେବେଳ ପର୍ଯ୍ୟନ୍ତ ଶିଶୁଟିକୁ ମୋର ପୁଅ ବୋଲି ଭାବୁଥିଲେ, ସେତେବେଳ ପର୍ଯ୍ୟନ୍ତ ସେ କାନ୍ଦୁଥିଲେ। କିନ୍ତୁ ଯେବେ ସେ ବୁଝିଲେ ଯେ ସେହି ଜୀବଟି ସ୍ୱତନ୍ତ୍ର, ସେବେ ସେ ଶାନ୍ତ ହୋଇଗଲେ। କର୍ମର ହିସାବ, ଆମେ ପୁଅ, ଝିଅ ବା ବନ୍ଧୁ ଭାବେ ଯାହାଙ୍କୁ ପାଉ, ସେମାନେ ଆମର ପୂର୍ବ ଜନ୍ମର ଋଣ ଶୁଝିବାକୁ ଆସିଥାନ୍ତି। ହିସାବ ସରିଗଲେ ସେମାନେ ନିଜ ବାଟରେ ଚାଲିଯାନ୍ତି। ଅଭିଶାପ ମଧ୍ୟ ଆଶୀର୍ବାଦ। ଚିତ୍ରକେତୁଙ୍କୁ ପାର୍ବତୀଙ୍କ ଅଭିଶାପ ମିଳିବା ପରେ ସେ ଅସୁର ହେଲେ, କିନ୍ତୁ ସେହି ଅସୁର ଯୋନିରେ ହିଁ ତାଙ୍କୁ ଭଗବାନଙ୍କ ପରମ ପଦ ପ୍ରାପ୍ତ ହେଲା। ଏହାର ଅର୍ଥ, ଜଣେ ସଚ୍ଚା ଭକ୍ତ ପାଇଁ ପରିସ୍ଥିତି ଯାହା ହେଉ ନା କାହିଁକି, ଭଗବାନଙ୍କ କୃପା ସବୁବେଳେ ରହିଥାଏ। ବନ୍ଧୁଗଣ, ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ସଂସାରରେ କେହି କାହାର ନୁହନ୍ତି। ଆମେ ସମସ୍ତେ ଏକା ଆସିଛୁ ଏବଂ ଏକା ଯିବା। ଯିବା ବେଳେ କେବଳ ଆମର ଭକ୍ତି ଓ ଭଲ କର୍ମ ହିଁ ସାଥିରେ ଯିବ। ସେଥିପାଇଁ ମିଛ ମାୟାରେ ନ ପଡ଼ି ସେହି ପରମ ସତ୍ୟ ଭଗବାନଙ୍କୁ ଚିହ୍ନିବାକୁ ଚେଷ୍ଟା କରିବା ଉଚିତ। ବନ୍ଧୁଗଣ, ଭଗବତ ଅଷ୍ଟାଦଶ ପୁରାଣର ଆଜିର ଏହି ଅଧ୍ୟାୟଟି ଆପଣଙ୍କୁ କେମିତି ଲାଗିଲା? ମୃତ ପୁଅର ସେହି କଠୋର ବାସ୍ତବତା ଏବଂ ରାଜା ଚିତ୍ରକେତୁଙ୍କର ଜ୍ଞାନୋଦୟ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଶିକ୍ଷା। ସଂସାରର ମାୟା ମୋହ ଭିତରେ ଆମେ ପ୍ରକୃତ ସତ୍ୟକୁ ଭୁଲିଯାଉ, କିନ୍ତୁ ଏହି ପୁରାଣ କଥା ଆମକୁ ପୁଣିଥରେ ସେହି ଶାଶ୍ୱତ ପଥ ପ୍ରଦର୍ଶନ କରେ। ଏହି ପ୍ରସଙ୍ଗ ଉପରେ ଆପଣଙ୍କର ମତ କ'ଣ, ତାହା ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଯଦି ଆପଣଙ୍କୁ ଆଜିର ଏହି ହୃଦୟସ୍ପର୍ଶୀ ଗଳ୍ପଟି ଭଲ ଲାଗିଥାଏ, ତେବେ ଭିଡିଓଟିକୁ ଲାଇକ୍ କରନ୍ତୁ, ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ଆପଣଙ୍କ ଦିନ ଶୁଭ ହେଉ। ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସବୁବେଳେ ସୁଖ ଓ ଶାନ୍ତିରେ ରଖନ୍ତୁ। କମେଣ୍ଟ ବକ୍ସରେ ଜୟ ଶ୍ରୀ ହରି କିମ୍ବା ଜୟ ଜଗନ୍ନାଥ ଲେଖିବାକୁ ଭୁଲନ୍ତୁ ନାହିଁ। ପୁଣି ଦେଖାହେବ ଏମିତି ଏକ ରୋମାଞ୍ଚକର ଓ ଶିକ୍ଷଣୀୟ ପୁରାଣ କଥା ସହିତ। ନମସ୍କାର। ଜୟ ଶ୍ରୀ ହରି।